So, welcome to my YouTube channel, all of you who's seeing my YouTube channel, and congratulations, welcome for my YouTube channel. In this class, we have discussed about what is the history. What is the means actually is history. ତାପରେ ଆମେ ଆଲୋଚନା କରିବା କି ହିଷ୍ଟ୍ରିରୁ ଆମେ କ'ଣ ଶିଖିବା, ହିଷ୍ଟ୍ରି ଆମକୁ କିପରି ଭାବରେ ସୁରକ୍ଷିତ କରିଥାଏ ତାହା ଶିଖିବା ଆମେ ବର୍ତ୍ତମାନ। ତେଣୁକରି ଆଉ ବେଶୀ ସମୟ ନଷ୍ଟ ନ କରି ଧୀରେ ଧୀରେ ଆମେ ହିଷ୍ଟ୍ରି କ'ଣ ତାହା ପ୍ରତି ଆମେ ପ୍ରଥମେ ଚାଲିଯିବା। ତ କେତେକ ହିଷ୍ଟୋରିଆନଙ୍କ ଯେଉଁ ତାଙ୍କର ଐତିହାସିକଙ୍କ ମତରେ ହିଷ୍ଟୋରୀ ଇଜ୍ ଦ ସିଷ୍ଟମେଟିକ୍ ଷ୍ଟଡି ଅଫ୍ ଇଣ୍ଟରପ୍ରିଟେସନ୍ସ ଅଫ୍ ଦ ପାଷ୍ଟ human events, actions, societies, and based on the serving evidence of the like documents, artifacts, and oral accounts. This is the opinion or statements of the some historian. Okay, so ଏହା ହେଉଛି କ'ଣ ସିଷ୍ଟମେଟିକ୍ ଷ୍ଟୋରି, ଗୋଟେ ସମାନ୍ତର ଭାବରେ ଯେଉଁ ସିଷ୍ଟମେଟିକ୍ ଷ୍ଟୋରି ରହିଛି ତାହାକୁ ଆମେ ହିଷ୍ଟ୍ରି ବୋଲି କହୁ। ଏବଂ ହିଷ୍ଟ୍ରି କିପରି ଆମେ ଯଦି ଜାଣିବା ଗୋଟେ ସଭ୍ୟତା ବିଷୟରେ ଏଭିଡେନ୍ସ ଥ୍ରୁରୁ ଆମେ ହିଷ୍ଟ୍ରିକୁ ବିଶ୍ୱାସ କରିଥାଉ। ୱିଦାଉଟ୍ ଏଭିଡେନ୍ସ ହିଷ୍ଟ୍ରି କ୍ୟାନ୍ ନଟ୍ ଏକ୍ଜିଷ୍ଟ। ହିଷ୍ଟ୍ରି କୌଣସି ଏଭିଡେନ୍ସ ବିନା କୌଣସି କାହାକୁ ବିଶ୍ୱାସ କରେ ନାହିଁ। ତେଣୁକରି ହିଷ୍ଟ୍ରି ହେଉଛି ରିଏଲ୍ ଘଟଣା, ସତ୍ୟତାର ପରିଚୟ ପ୍ରଦାନ କରିଥାଏ ହିଷ୍ଟ୍ରି। ମୁଁ ଯେତେବେଳେ ହିଷ୍ଟ୍ରି ନେଇଲି, ବହୁତ ଲୋକ ପଚାରିଲେ କି ହିଷ୍ଟ୍ରିରେ ଗ୍ରାଜୁଏସନ୍ କ'ଣ ପାଇଁ କରୁଛୁ। ମୁଁ ସେତେବେଳେ କେତେ ଲୋକଙ୍କୁ କହିଥିଲି କି ତୁମେ ଯେଉଁ ଅନର୍ସ ନିଅ, ଆପଣମାନେ ଯେଉଁ ଅନର୍ସ ନେଉଛନ୍ତି, ଯେଉଁ କ୍ଷେତ୍ରରେ ଅଛନ୍ତି, ଆପଣମାନେ ସେହି କ୍ଷେତ୍ରରେ ଉନ୍ନତି କରିବାକୁ ଚାହାନ୍ତୁ, ସେହି କ୍ଷେତ୍ରରେ ଉନ୍ନତି କରନ୍ତୁ, ସେହି କ୍ଷେତ୍ରରେ ଚରମ ଶିଖରରେ ସଫଳତା ପାଆନ୍ତୁ। ଯିଏ ବି ଯେକୌଣସି ପାଠ ପଢ଼ୁଛନ୍ତି, ଯିଏ ବି ଯେକୌଣସି ଜିନିଷ ନେଉଛନ୍ତି, ତାକୁ ସମ୍ମାନ ଦିଅନ୍ତୁ। ହଁ, ଆପଣ କହିପାରିବେ କି ନା ସେ ସବଜେକ୍ଟ ନେବୁ, ସେ ସବଜେକ୍ଟ ଭଲ, ସେ ସବଜେକ୍ଟ ଖରାପ, ଏମିତି କହିପାରିବେ, କିନ୍ତୁ କହିପାରିବେନି ହିଷ୍ଟ୍ରି କୌଣସି ଏମିତି ଜିନିଷ ନାହିଁ। ହିଷ୍ଟ୍ରି ଗୋଟେ ବେକାର। ଆପଣଙ୍କର ସବଜେକ୍ଟକୁ କିମ୍ବା ଆପଣ ଯେଉଁ ସବଜେକ୍ଟକୁ ଚୁଜ୍ କରୁଥିବେ ସେ ସବଜେକ୍ଟ ଭଲ ବୋଲି କହିପାରିବେ, ଇଏ ହେଉଛି କମନ୍ କଥା। କିନ୍ତୁ ଅନ୍ୟ ଯାହା ବି ସବଜେକ୍ଟ ଗୁଡ଼ିକ ସେଗୁଡ଼ିକ ବେକାର ବୋଲି ତ ଆପଣ କହିପାରିବେନି ନା। କାହିଁକି ନା ଯେଉଁ ସବଜେକ୍ଟ ଆପଣ ନେଇଛନ୍ତି ସେ ସବଜେକ୍ଟ ଭଲ ହୋଇଥାଇପାରେ, ଆପଣଙ୍କ ପାଇଁ ଭଲ, କିନ୍ତୁ ଅନ୍ୟ ସବଜେକ୍ଟ ଯେଉଁ ରହିଛି, ଅନ୍ୟ ସବଜେକ୍ଟ ଗୁଡ଼ାକ ସେଟା ଅନ୍ୟମାନଙ୍କ ପାଇଁ ମଧ୍ୟ ଭଲ ହୋଇପାରେ, ଅନ୍ୟମାନଙ୍କ ପାଇଁ ମଧ୍ୟ ଭଲ ହୋଇଥାଇପାରେ। କିନ୍ତୁ ଆପଣ ଯେଉଁ ସବଜେକ୍ଟକୁ ଭଲ ପାଉଛନ୍ତି ସେ ଅନ୍ୟ କାହା ପାଇଁ ମଧ୍ୟ ଖରାପ ହୋଇଥାଇପାରେ। କିନ୍ତୁ ଏହା କହିବା ଯୁକ୍ତିସଙ୍ଗତ ଯେ ନିଜ ସବଜେକ୍ଟକୁ ଭଲ କହି ଅନ୍ୟ ସବଜେକ୍ଟକୁ ଖରାପ କହିବା ମୁଁ ଖଣ୍ଡନ କରୁଛି ଏ କଥାକୁ। ଯିଏ ବି କହୁଛି, ଯିଏ ବି ଯେଉଁ ଅନର୍ସ ନେଇକି ପଢ଼ୁଛି ସେ ସେଇ ଅନର୍ସରେ କିମ୍ବା ସେହି ପାଠ୍ୟକ୍ରମରେ ଉନ୍ନତି କରିବା ପାଇଁ ଚେଷ୍ଟା କରନ୍ତୁ, ନା କି କିଏ କ'ଣ ନେଇଛି ସେଥିରେ ମୁଣ୍ଡ ଖେଳାଇବା ପାଇଁ ଚେଷ୍ଟା କରୁଛନ୍ତି। ଆମେ ଯେଉଁ ଅନର୍ସ ନେଇଛୁ ଆମେ ସେଥିରେ ପଢ଼ିବା ପାଇଁ, ସେଥିରେ ସଫଳତା ପାଇବା ପାଇଁ ଚେଷ୍ଟା କରୁଛୁ। ଏଥିରେ କୌଣସି ମୁଣ୍ଡ ଖେଳାଇବା କୌଣସି ଆବଶ୍ୟକତା ନାହିଁ। ତେଣୁକରି ହିଷ୍ଟ୍ରି ହେଉଛି ଏମିତି ଗୋଟିଏ ବିଷୟ, ଯେଉଁ ବିଷୟ ଖାଲି କେବଳ ଇତିହାସ ବା ଗଲା କଥା, ସେଗୁଡ଼ାକୁ ଆମେ କହୁଛୁ ଗଲା କଥା ସୂଚନା ନାସ୍ତି, ଏଗୁଡ଼ାକ ହେଉଛି ଖାଲି ଏମିତି ନୁହଁ କି ଆମେ କେବଳ ଗଲା କଥା କି ମୁଁ ପଢ଼ୁଛି। ପ୍ରତ୍ୟେକ କ୍ଷେତ୍ରରେ ଆମେ ଆଲୋଚନା କରୁ କି ଧରି ନିଆଯାଉ ଗୋଟେ ଏକ୍ଜାମ୍ କ୍ଷେତ୍ରରେ, ଯେତେବେଳେ ଆମେ ଏକ୍ଜାମ୍ ଦେବାକୁ ଯାଉଛୁ ତାହେଲେ ଆମେ ପୂର୍ବ ବର୍ଷର କୋଶ୍ଚିନ୍କୁ ଓଲଟାଇକି ଯାଉଛୁ। ପୂର୍ବ ବର୍ଷର ଯେଉଁ PYQ ଗୁଡ଼ାକ ରହିଛି ତାକୁ ଆମେ ଦେଖିକି ଯାଉଛୁ। ତାହା କ'ଣ? ତାହା ଇତିହାସ ନା କ'ଣ? ତାହା ତ ଇତିହାସ ନା, ଯାହା ଘଟିଯାଇ ସାରିଛି ମାନେ ସେଇ ଏକ୍ଜାମ୍ଟା ସରିଯାଇଛି। କିନ୍ତୁ ସେଇ ଏକ୍ଜାମ୍ ପୂର୍ବ ବର୍ଷର କୋଶ୍ଚିନ୍କୁ ଆମେ ପୁଣି ରିଭ୍ୟୁ କରିକି
आम आगामी माने प्रश्न जो परीक्षा अच्छे से प्रिपेयर हो तो कौन से कौन फॉलो करागला से तो यूपीएस आमर जो कौन यूपीएससी नुह यूपीएससी एग्जाम प्रत्येक क्षेत्र में आम प्रिवियस ईयर जहाँ भी एग्जाम रही है प्रिवियस ईयर कोचिंग को फॉलो करुचे ही करुचे ताने इनडायरेक्टली आम इतिहास को फॉलो करुचे इतिहास माने कौन सी गोटे इतिहास एमती कौन गला गला कथा एमती कहुई पार ना इतिहास हूँ जहाँ घटी जाइए जहाँ तो घटी जाइए किंतु आग को किपरि भाव में सतर्क हेब से इतिहास गोटे माने दिग्दर्शन दे थाए ये तो गला नंबर 1 रे किंतु द्वितीय यदि देखा इतिहास जहाँ कि केवल खाली केवल एमती धर्मशास्त्र एमती विषय खाली पढ़े ना इतिहास रे विज्ञान भी पढ़ा जाए साइंस भी पढ़ा जाए टेक्नोलोजी भी पढ़ा जाए प्रजुक्ति विद्या भी पढ़ा जाए साहित्य मध्य पढ़ा जाए कला विज्ञान अर्थशास्त्र मध्य पढ़ा जाए थाए इतिहास हूँ एपरी गोटे ऑलराउंडर सब्जेक्ट जो सब्जेक्ट रे केवल इतिहास ही पढ़ा जाए नहीं ताहा इतिहास रे समस्त सब्जेक्ट संयुक्त हो रही थाए जेमिति कि गुप्त युगर कला संस्कृति गुप्त युगर अर्थ अर्थ माने व्यवस्था मौर्य शासन प्रणाली मौर्यन एडमिनिस्ट्रेशन अशोकन पॉलिसी ऑफ धम्म एंड रिलीजियस ऑल्सो जमी कि जो जैन धर्म बुद्ध धर्म एवं जहाँ भी जो राजनीतिक उन्नति रही एग्रीकल्चरल डेवलपमेंट रही सबू समस्त जिनिस को यही इतिहास रे पढ़ा जाए तो जो मैंने भी इतिहास को केवल गला कथा भावुंट से माने अति शीघ्र निजर ए मस्तिष्क काढ़ी दिंतु इतिहास रे केवल गला कथा आलोचना करा जाए नहीं इतिहास रे कौन सी गोटे मनुष्यर तार बायोग्राफी को ऑटोबायोग्राफी को जानी हुए पूर्वर जो बायोग्राफी को देखी तार नेचर विषय रे कही दे हेबो यह हूँ इतिहास ये हूँ द्वितीय नंबर रे तृतीय रे इतिहास हमको ये शिक्षा दिए कि कौन शिक्षा दिए आमे मन कर कौन सी गोटे भूलटे कर कौन सी गोटे भूलटे जहाँ भी कर जमीती कौन सी गोटे साइबर ठकई पड़ जाइए कौन सी गोटे लिंक को टच करिकी साइबर ठकई जो पड़ जाइए से लिंक आउं अन्य केते बेले आउ साइबर ठकई पड़ पार कि कहीं थोड़े आपण मैंने साइबर ठकई द्वारा भिक्टिम हो सारी साइबर ठकईर शिकार हो सारी तेणुक आपड़ सब बेले सतर्क रे कि ना मु ये लिंक को छेड़े सतर्क नहेले हुए तो पुणी साइबर ठकई हो जाए पारे तो सतर्क है ना नाई क्यों थोड़ा सतर्क है आपण जिते बेले साइबर ठकई शिकार हो सारी तेणुक आप जो लिंक आसूची मोबाइल को से आपन को चिंता करने को पड़ू कि ना थोड़े मु शिकार हो सारी ये लिंक हो पारे तो ये भावना क्यों आसला इतिहास आसला ना भविष्य रू आसला ना साइंस रू आसला ये भावना आसला इतिहास रू मुझे कथा कहूनी कि साइंस खराब किंबा साइंस कॉमर्स गुड़ाक खराब किंतु इतिहास रो एडभांटेजेस गुड़ाक कहूँ इतिहास यहपर भाव में शिक्षा दे थाए तापरे यदि आम सिलेबस बा कोर्स डिटेल हिसाब से जीवा जिते बेले मोहम्मद घोरी आपण मैंने समस्त जानी थे मोहम्मद घोरी को एवं पृथ्वीराज चौहान को आपण मैंने सब जानी थे पृथ्वीराज चौहान जी की दिल्ली रो राजपूत थिला दिल्ली रो शासक थिला एवं मोहम्मद घोरी से गोटे भी थिला शासकटे जहाँ फल कि मोहम्मद घोरी चक्रांत कर दिल्ली को तार नियंत्रण रखा को चाहूला एवं पृथ्वीराज चौहान जी थे कि से जड़े दयालु व्यक्ति थे एवं सब लोक दया करुले जिते बेले पृथ्वीराज चौहान एवं मोहम्मद घोरी मध्य युद्ध है तिरोड़ी युद्ध है से समय मोहम्मद घोरी प्रथम तिरोड़ी युद्ध रे निहत है माने हारीगला युद्ध हारीगला
ପୃଥ୍ୱୀରାଜ ଚୌହାନର କାରାଗାରରେ ବନ୍ଦୀ ହେଲା, ଯାହାଫଳରେ ପୃଥ୍ୱୀରାଜ ଚୌହାନ ଦୟା କରିଦେଲେ ତାକୁ କି ନା ଛାଡ଼ିଦେବା ତାକୁ ବୋଲି। ଯେତେବେଳେ ଦୟା କରିଦେଲେ ମହମ୍ମଦ ଘୋରୀ ଚାଲିଗଲା। ଯେତେବେଳେ ଚାଲିଗଲା ସେ ଆହୁରି ବଡ଼ ଚକ୍ରାନ୍ତ କଲା। କିପରି ଭାବରେ ଏହି ଯୁଦ୍ଧରେ ତାକୁ ମୁଁ ମୃତ୍ୟୁ କରିଦେବି, ମାନେ ନିହତ କରିଦେବି, ହତ୍ୟା କରିଦେବି, ସେହିପରି ଭାବନା ସେ ରଖିଲା। ଯାହାଫଳରେ କ'ଣ ହେଲା, ଦ୍ୱିତୀୟ ତିରିରି ଯୁଦ୍ଧ ହେଲା। ଦ୍ୱିତୀୟ ତିରିରି ଯୁଦ୍ଧରେ ମହମ୍ମଦ ଘୋରୀ ପୃଥ୍ୱୀରାଜ ଚୌହାନକୁ କ'ଣ କଲା ନା ପୁଣି ଯୁଦ୍ଧ କରିବାରୁ ତାକୁ ହରାଇ ଦେଲା ଏବଂ ଏହାକୁ ବନ୍ଦୀ କରିଦେଲା। କିଏ? ମହମ୍ମଦ ଘୋରୀ ପୃଥ୍ୱୀରାଜ ଚୌହାନକୁ ବନ୍ଦୀ କଲା। ଦେଖ କେମିତି ଗୋଟେ ଲଜିକ୍। ଆମର ଯେଉଁ ପୃଥ୍ୱୀରାଜ ଚୌହାନ ସେ ମହମ୍ମଦ ଘୋରୀକୁ ହାରିଥିବା ସମୟରେ ନିଜ କାରାଗାରରେ ରଖିଥିଲା। ନିଜ କାରାଗାରରେ ଥିବା ବେଳେ ଦୟା ଦେଖେଇ ତାକୁ ଛାଡ଼ିଦେଲା। କିନ୍ତୁ ସେଇ ଛାଡ଼ିଦେଲା ଯେତେବେଳେ ସେ ଯାଇକି ପୁଣି କ'ଣ କରୁଛି ନା ଯୁଦ୍ଧର ରଚନା ପୁଣି କରୁଛି। ଯୁଦ୍ଧ ରଚନା କରିକି ଷ୍ଟ୍ରଙ୍ଗ ହେଇକି ଆସିକି ପୁଣି ପୃଥ୍ୱୀରାଜ ଚୌହାନକୁ ଆକ୍ରମଣ କରୁଛି ଏବଂ ପୃଥ୍ୱୀରାଜ ଚୌହାନର ଆଖିକୁ ମଧ୍ୟ ସେ କାଢ଼ି ନେଇଛି। କିପରି ଭାବରେ ମାନେ ସ୍ୱାର୍ଥପର। ତ ଏଥିରୁ ଆମେ କ'ଣ ଶିଖିଲୁ? ଇତିହାସ ଏହା ହେଉଛି ଇତିହାସ ଆମକୁ ସବୁବେଳେ ଦିଗ୍ଦର୍ଶନ ଦେଉଛି କି ଯିଏ ମାନେ ଗୁଣ୍ଡା କିମ୍ବା ଯିଏ ସ୍ୱାର୍ଥପର ବ୍ୟକ୍ତି କିମ୍ବା ଯିଏ ତା'ର କ୍ୟାରେକ୍ଟରଲେସ୍ ଖରାପ ସ୍ୱାର୍ଥପର, ତାକୁ ଯଦି ଥରେ ଧରାଯାଇଛି କିମ୍ବା କାରାଗାରରେ ରଖାଯାଇଛି କିମ୍ବା କୌଣସି ଦଣ୍ଡ ଦିଆଯାଉଛି, ତାହେଲେ ତାକୁ ଦଣ୍ଡ ଦେବା କଥା ହିଁ ଦେବା, କୌଣସି କାରାଗାରରୁ ଛାଡ଼ିବା କଥା ନୁହେଁ। କାହିଁକିନା ସେ ଛାଡ଼ିଲେ ପୁଣି କୁକୁରର ଲାଙ୍ଗୁଡ଼ କେବେ ମଧ୍ୟ ସଳଖ ହେବ ନାହିଁ। ତେଣୁକରି ତାକୁ ମୃତ୍ୟୁଦଣ୍ଡଟା ମୁଁ କହିପାରିବିନି, କିନ୍ତୁ ତାକୁ ଦଣ୍ଡ ନିହାତି ଦରକାର। ତାକୁ ଏମିତି ଦୟା ଦେଖାଇବା ନାହିଁ। କୌଣସି ଗୁଣ୍ଡା ଗର୍ଦି କିମ୍ବା କୌଣସି ଯିଏ ବି ହୋଇଥାଉ ତାହାକୁ ଦୟା ଦେଖାଇବା କଥା ନୁହେଁ। କାହିଁକିନା ସେ ଦୟାର ଫାଇଦା ଉଠିବ। ପୁଣି ପରବର୍ତ୍ତୀ ସମୟରେ ଆପଣଙ୍କୁ ହିଁ ସେ କ'ଣ କରିବ? ଖାଲରେ ପକାଇବ। ତେଣୁକରି ମନେ ରଖନ୍ତୁ, ଇଏ ହେଉଛି ଆମେ ପୃଥ୍ୱୀରାଜ ଚୌହାନ ଏବଂ ମହମ୍ମଦ ଘୋରୀଙ୍କ ଠାରୁ ଶିଖିଲେ କି ଏତେ ସହଜରେ କାହାକୁ ବିଶ୍ୱାସ କରିବା କଥା ନୁହେଁ। ଇଏ ତ ଗଲା ପ୍ରଥମ ଡିଟେଲ୍ସ ବା କୋର୍ସ। ଏବଂ ଦ୍ୱିତୀୟରେ ଯଦି ଦେଖିବା ପ୍ରଫେଟ୍ ମହମ୍ମଦକୁ ତ ଆପଣମାନେ ଜାଣିଥିବେ ନିଶ୍ଚିତ ଭାବରେ। ସେ ଜଣେ ମଧ୍ୟ ଗୋଟେ ଇସଲାମ ଧର୍ମର ପ୍ରତିଷ୍ଠାତା ଥିଲେ ଏବଂ ତାଙ୍କୁ ମଧ୍ୟ ମୋର ଏମିତି କହିବା କଥା ନୁହଁ କି ପ୍ରଫେଟ୍ ମହମ୍ମଦ ଯିଏକି ଜନ୍ମଗ୍ରହଣ କରିଥିଲେ, ଏମିତି ତ ପ୍ରଫେଟ୍ ମହମ୍ମଦ କହିଥିଲି, ମିଷ୍ଟେକଲି ମୋର କହିବାର ଥିଲା ଯୀଶୁ ଖ୍ରୀଷ୍ଟ ଯିଏକି ଥିଲେ ଜଣେ ଖ୍ରୀଷ୍ଟିଆନ ଧର୍ମର ଜଣେ ପ୍ରତିଷ୍ଠାତା ଆମେ କହିପାରିବା। ତାଙ୍କୁ ଆମେ ଖ୍ରୀଷ୍ଟିଆନ ଧର୍ମର ପ୍ରତିଷ୍ଠାତା ବୋଲି ଜାଣିଛୁ। ସେ ଯେତେବେଳେ ଜନ୍ମ ହେଲା ମାତ୍ରେ ସେ 16 ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଛନ୍ତି ଏବଂ ଯେତେବେଳେ ସେ ନିଜ ପିତାକୁ ହରାଇଛନ୍ତି ସବୁବେଳେ ସେ ଦୁନିଆର ଏହିପରି ଲୋକଙ୍କୁ ସହାୟତା କରିବା, ଅନ୍ୟାୟକୁ ଅସହ୍ୟ କରିବା, ଏହିପରି ଭାବନାକୁ ସବୁବେଳେ ଆପଣେଇଛନ୍ତି। ଲୋକଙ୍କୁ ସ୍ନେହ ଆଦର କରିବା, କୌଣସି ଅନ୍ୟାୟକୁ ସହିବା ନାହିଁ, ଏହିପରି ଭାବରେ ଯେତେବେଳେ ସେ ବଢ଼ିଛନ୍ତି ଅନ୍ୟାୟକୁ ନ ସହି, ଶେଷରେ କ'ଣ ହେଇଛି ନା ତାଙ୍କର କେତେ ଜଣ ଶିଷ୍ୟ ବା ତାଙ୍କର କେତେ ଜଣ ଚାଲାଙ୍କ ମଧ୍ୟରୁ ଜଣେ ବିଶ୍ୱାସଘାତକତା କରିକି ନେଇକି ଜଣେ ବିରୋଧୀ ଶାସକଙ୍କୁ ଧରାଇ ଦେଇଛି, ହାତରେ ସମର୍ପଣ କରିଦେଇଛି ଆମର ଯୀଶୁ ଖ୍ରୀଷ୍ଟଙ୍କୁ। ଇଏ ହେଉଛି ସେଇପରି କଥା। ଆଜିକାଲିର ଦୁନିଆରେ ଯେଉଁପରି କୁହାଯାଉଛି କି ମାନେ
गोटे गाल जदि पिटा होଉଛି ଆଉ ଗୋଟେ ଗାଲ ଦେଖେଇ ଦିଅ ଏମିତି ଯେଉଁ କୁହାଯାଉଛି ଗୋଟିଏ ଗାଲରେ ଥାପୁଡ଼ାଇ ଦେଲେ ଆଉ ଗୋଟେ ଗାଲ ଯେଉଁ ଦେଖେଇ ଦିଅ ବୋଲି କହୁଛି ଏମିତି ଏଇଟା ସମ୍ଭବ ନୁହେଁ ଆଜିକାଲିର ଦୁନିଆରେ ଦିସ୍ ଇଜ୍ ମଡ଼ର୍ଣ୍ଣ ଡେଜ୍ ନାଉ you cannot believe any others frequently when you saw your cheek one side then other side also there is the rapidly beating for you. It is not a reconstruction thing. ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ଯେତେବେଳେ ଏଇ ଦୁନିଆରେ ଯେଉଁ ସୁଭାଷ ଚନ୍ଦ୍ର ବୋଷଙ୍କ ନୀତିକୁ ଫଲୋ କରିବାକୁ ପଡ଼ିବ ସିଚୁଏସନ୍ ଦେଖିକି ମହାତ୍ମା ଗାନ୍ଧୀଙ୍କ ନୀତିକୁ ଫଲୋ କଲେ ଭଲ ଦେହ ପାଇଁ ସ୍ୱାସ୍ଥ୍ୟକର କାହିଁକିନା ଆଜିକାଲିର ଦୁନିଆରେ ଯଦି ଗୋଟିଏ ଗାଲ ଦେଖାଉଛ ଆଉ ଗୋଟେ ଗାଲ ମାଡ଼ ପାଇଲେ ଆଉ ଗୋଟେ ଗାଲ ଦେଖାଇ ଦେଉଛ ଏମିତି ଦେଲେ ଦେଖାଇ ଦେଉଛ ତ ନୁହେଁ ଏମିତି ଦେଖାଇ ଦେଲେ ସେ ନିଜର ଫାଇଦା ଉଠାଇବ ଏବଂ ଚାନ୍ସକୁ ଦେଖିକି ସେ ମାନେ ଧରକୁଟା କରି ପିଟିବ ହେଲା ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ମାନେ ଚୋପା ଛଡ଼େଇଦେବ ପୁରା ତୁମର ସେ ଗାନ୍ଧୀବାଦୀ ନୀତିକୁ ରଖିଥାଉ ବାରିଆଡ଼େ ସବୁବେଳେ ତ ଗାନ୍ଧୀ ନୀତି ଫଲୋ କରିବ ନାହିଁ କେତେବେଳେ ସୁଭାଷ ଚନ୍ଦ୍ରଙ୍କ ନୀତି ମଧ୍ୟ ଫଲୋ କରିବାକୁ ପଡ଼ିବ ଏବଂ ଏହିପରି ଭାବରେ ସବୁ ନୀତିକୁ ଫଲୋ କରନ୍ତୁ ଇତିହାସରୁ ଦେଖନ୍ତୁ କେଉଁ କେଉଁ ଜିନିଷ ଗୁଡ଼ାକ ମଣିଷ ପାଇଁ ସ୍ୱାସ୍ଥ୍ୟକର ହିତକର କେଉଁ ଜିନିଷ ଗୁଡ଼ାକ ଖରାପ କାହାକୁ ସହଜରେ ଅନ୍ଧବିଶ୍ୱାସ କରନ୍ତୁ ନାହିଁ କାହିଁକିନା କେହି ବି ଏମିତି ନୁହେଁ ଯିଏକି ଆମେ ତ ସମସ୍ତଙ୍କୁ କହିପାରିବା ନାହିଁ କିନ୍ତୁ ଯିଏ ବିପଦରେ ସାହାଯ୍ୟ କରେ ତାକୁ ତ ଭୁଲିବା କଥା ନୁହଁ ଏବଂ ଯେଉଁ ଜୁଲିୟସ୍ ଆମର ଯୀଶୁଖ୍ରୀଷ୍ଟ ମଧ୍ୟ ଯେଉଁପରି ଭାବରେ କରିଥିଲେ କିଏ ନିଜର ଭଲ କାମ କରିଥିଲେ ଲୋକଙ୍କୁ ସାହାଯ୍ୟ କରିଥିଲେ ଲୋକଙ୍କର ସେବାରେ ନିଜକୁ ନିୟୋଜିତ କରିଥିଲେ ଯାହାଫଳରେ କି ତାଙ୍କୁ ନିଜର ଗୋଟେ ଶିଷ୍ୟ ହିଁ ନେଇକି ବିଶ୍ୱାସଘାତକତା କରିକି କ୍ରୁଶବିଦ୍ଧ କରାଇବାରେ ସାହାଯ୍ୟ କରିଥିଲା ତେଣୁକରି ସ୍ୱାଭିମାନ ହୁଅନ୍ତୁ ସ୍ୱାର୍ଥପର ତ ନୁହେଁ ସ୍ୱାଭିମାନ ହୁଅନ୍ତୁ କିନ୍ତୁ ଏତେ ବି ନୁହେଁ ଯାହାକି ଲୋକଙ୍କୁ ଆକର୍ଷିତ କରିବ କାହିଁକିନା ଆଜିକାଲି ଯିଏ ଦେଖେଇ ହେବ ତାହାକୁ ମାନେ ନିହତ କରାଯାଉଛି ତାକୁ ମୂଳରୁ ନାଶ କରି ଦିଆଯାଉଛି ତେଣୁକରି ଦେଖେଇ ହେବା ନୀତି ଛାଡ଼ନ୍ତୁ ଦେଖେଇ ହେବା ନୀତିକୁ ଯଦି ଫଲୋ କରିବେ ତାହେଲେ ନିଶ୍ଚୟ ଭାବରେ ଭୁଲ ହେଇଯିବ ଘଟଣା ଘଟିବ ହିଁ ଘଟିବ ଲୋକଙ୍କ ସେବା କରନ୍ତୁ ଏବଂ ଲୋକେ ଯେତେବେଳେ ଆବାଜ ଉଠାଉଛନ୍ତି ତ ଦେଖୁଥିବେ ବହୁତ ଚ୍ୟାନେଲ ମିଡ଼ିଆ ଗୁଡ଼ାକ ହଉ କିମ୍ବା ଅନ୍ୟ କୌଣସି ଯେଉଁ ସ୍ୱାଭିମାନ ମିଡ଼ିଆ ଗୁଡ଼ାକ ହଉ ସେମାନେ ସତ୍ୟତା ପ୍ରକାଶ କରୁଛନ୍ତି ଯେତେ ସତ୍ୟତା ପ୍ରକାଶ କରୁଛନ୍ତି ସେମାନଙ୍କୁ ଦବେଇ ଦିଆଯାଉଛି ତେଣୁକରି ଦେଖି ଚାହିଁକି ଚଳିବା କଥା ଦେଖି ଚାହିଁକି ସତର୍କ ହେବା କଥା ଧନ୍ୟବାଦ ଜୟ ହିନ୍ଦ जय भारत वंदे मातरम।